ଜଣ ସାଙ୍ଗମାନେ ତ ଆଉ ଏକ ନୂଆ ବ୍ଲଗରେ ଆପଣଙ୍କୁ ସ୍ୱାଗତ କରୁଛି। ତ ଆମେ ଆଜି ଅଛୁ ଜଳେଶ୍ୱର ଷ୍ଟେସନ। ତ କାହିଁକି ନା ଆମେ ହଠାତ୍ ଉପରେ 3 ଜଣ ପ୍ଲାନ୍ କରିକି ତ ବାହାରିଛୁ ପୁରୀ ଯିବା। ତ କ'ଣ ପାଇଁ ପୁରୀ ଯିବା ତ ପରେ ଜାଣିବେ। ତ ଏବେ ଷ୍ଟେସନରେ ଅଛୁ। ତ ମୁଁ ଦେଖୁଛି ଏଇଟା ହେଲା ଜଳେଶ୍ୱର ଷ୍ଟେସନ। ତ ନାଇଟ୍ରେ ବି ସେତେ ଦେଖାଯାଉନାହିଁ। ତ ଆମେ 3 ଜଣ ବାହାରିକି ଆସିଛୁ। ଏଠି ଆମେ ଟ୍ରେନରେ ବସି ଯାଇଛୁ। ଆମେ ରିଜର୍ଭେସନରେ ଉଠିଛୁ କିନ୍ତୁ ଜେନେରାଲ କାଟିଛେ ଟିକଟ। ତ ରିଜର୍ଭେସନରେ ଉଠିଛୁ। ତ ଯେଇଠି ଆମେ ତ ସିଟ୍ ପାଇଛେ ତ ବସି ପଡିତେ। ତ ଏଇଠି ରହିଲା ଅଜୟ ତ ଦେଖାଯାଉନି ତତେ। ଅଜୟ ବସିଛନ୍ତି ତ ମୁଁ ଦେଖୁନାହିଁ। ସେଠି ହେଲା ବାଲେଶ୍ୱର ଆସିନୁ। ସେ ଛିଡା ହେଇଛି ମାନେ ସିଏ ବସିବନି ସିଟରେ ବସିବନି କହୁଛି ମୋ ଦିନ ସାରା ମୁଁ ଛିଡା ହେମି। ସେ ବସିବା ପାଇଁ ଚାହୁଁନି। ଆମେ ତ କହିଛୁ ଚାହୁଁଛି ସେଠି ଅଛି ତ ନାଇଟ୍ ଦେଖାଯାଉନି। ଅଜୟ ରହିଲା ଆମେ ତିନି ହେଲେ ଘରକୁ 6 କହିଦେବୁ ଆଉ ବାକି 3 କାଇଁ ମନେ ପଡୁଛି। 3 ଆଉ ଅଲଗା ଜାଗା ତ ଆମେ ପୁରୀରେ ପହଞ୍ଚିଲେ ଆପଣଙ୍କୁ ମୁଁ ଦେଖେଇବି। ଆମେ ପୁରୀ ଷ୍ଟେସନରେ ପହଞ୍ଚି ଯାଇଛୁ। ତ ଦେଖନ୍ତୁ ମୋ ସାଙ୍ଗମାନେ ମାନେ ସେଣ୍ଡ ମାରିକି ଚାଲି ଯାଉଛନ୍ତି ସବୁ। ଲୋକ ଦେଖନ୍ତୁ ମୋ ସାଙ୍ଗମାନଙ୍କୁ। ଅଜୟ ଚାହାନ୍ତୁ ଭାଇ ସେ ଆମ ଗୌରାଙ୍ଗ। ତ ଆମେ ଏବେ ଓହ୍ଲେଇ ପଡିବୁ ପୁରା ଜଷ୍ଟ। ରହିଲା ଆମର ପୁରୀ ଷ୍ଟେସନ। ଭୋର ହେଇଛି ଆମର 4:30 ସୁଦ୍ଧା ଆମେ ଓହ୍ଲେଇ। ତ ଏଇଟା ଆମ ଷ୍ଟେସନର ଭିଡ ପୁରା ଭ୍ୟୁ ଦେଖିପାରିବେ କେତେ ଭିଡ ଅଛି ପୁରା। ତ ଏମାନେ ତ ଏଠି ଅଛନ୍ତି। ତ ଛିଡା ଆମେ ତ ପଳେଇଛୁ ଏବେ ଜଷ୍ଟ ଆମେ ବାହାରି ପଳେଇଛୁ ପୁରା। ପୁରା ଏଇଟା ହେଲା ପୁରୀ ଷ୍ଟେସନର ଭ୍ୟୁ। ତ କେତେ ଭିଡ ହେଇଛି ଦେଖନ୍ତୁ ପୁରା। ଏଇଟା ପୁରା କେତେ ଭିଡ ପୁରା ଦେଖନ୍ତୁ ପୁରା। ଏଇଟା ଚାଲୁଛନ୍ତି ସବୁ ଭିଡ। ତ ଆମେ ବି ଚାଲୁଛୁ ପୁରା। ଏବେ ଜଷ୍ଟ ବାହାରିଛୁ ଆମେ ମନ୍ଦିର ପାଖକୁ ପୁରା। ଲୋକଙ୍କ ପୁରା ତ ଗହଳି ଜହଳି ପୁରା ସବୁ ସଦାବେଳେ ପାଇଁ ପୁରୀ ଇଏରେ ପୁରା ଭିଡ ସଦାବେଳେ ରହୁଛି। ଆମେ ଦେଖୁଛି ଶ୍ରୀମନ୍ଦିର ଆଗରେ ପହଞ୍ଚି ଯାଇଛୁ। ତ ଆଗକୁ ମୁଁ ଦେଖୁଛି ଶ୍ରୀମନ୍ଦିର ମାନେ ଭିଡିଓ କରୁଛି ମୁଁ। ତ ଆମେ ତ ଅଛୁ 3 ଜଣ ଏବେ। ତ ଏଇଟା ଭୋର 4:30 ଟାଇମ। ତ 4:30 ଟାଇମ ର ଏଇଟା ଭ୍ୟୁ ଟା ପୁରୀର ଶ୍ରୀମନ୍ଦିର ଆଗରେ ଭ୍ୟୁ। ତ ତଥାପି ମାନେ ଭୋର ନାଇଁ ଭିଡ ହେଇଗଲାନି। ମାନେ ଏତେ ଜଲ୍ଦି ଆମେ 4:30ରେ ପହଞ୍ଚିଛୁ ହେଲ ତ ଏତେ ମୂଲ୍ୟ ନାହିଁ ମନ୍ଦିର ଆଗରେ ଭିଡ ହେଇଗଲାନି। ଦେଖୁଛୁ ପୁରା କହିଲା ସେ ମନ୍ଦିର ଦେଖାଯାଉଛି ପୁରା ଫୁଲ। ପଛକୁ ସେମାନେ ବି ଅଛନ୍ତି ଦେଖେଇବି ପୁରା। ତ ଏବେ ଆମେ ଜଷ୍ଟ ରୁମକୁ ଯିବା। ରୁମରୁ ଫ୍ରେଶ ହେଇକି ଆମେ ମନ୍ଦିର ଭିତରକୁ ଆମେ ଆସିବା। ପୁରା ଏତେ ଦେଖାଯାଉଛି ପୁରା ଫ୍ରଣ୍ଟ ନାଇଁ ଭିଡ ବି ଅଛି ପୁରା। ବହୁତ ଜଲଦି ଭିଡ ପୁରା ମନ୍ଦିର ଭ୍ୟୁ। ତ ଆମେ ରୁମକୁ ଯାଇକି ତ ଏବେ ତ ଆମେ ପୁରୀରେ ପହଞ୍ଚି ଯାଇଛୁ। ତ ଏବେ ଅଛୁ ଆମେ ରୁମ ର। ତ ଆମ ରୁମ ଟା ମୁଁ ଆପଣଙ୍କୁ ଦେଖଉଛି ଟୁର କରୁଛି ଆମ ରୁମ ଟୁର। ତ ଆସିକି ତ ଆମେ ଆଗେ ଜଗନ୍ନାଥ ଠାକୁରଙ୍କ ଦର୍ଶନ କରିସାରିଛୁ। ଦର୍ଶନ ପରେ ଆମେ ଆସିକି ଏବେ ଖାଇ ପିଇକି ଏବେ ରେଷ୍ଟ ନଉଛୁ। ତ ଏବେ ଆଉ ଟିକେ ପରେ ଯିବା ଗୋଟେ ଅଲଗା ଜାଗାକୁ। ତ ସେଠି ଗଲେ ଆପଣଙ୍କୁ ଦେଖେଇବି। ତ ଏବେ ମୁଁ ଦେଖୁଛି ଆମ ରୁମ। ତ କେମିତି କି ରୁମ ଆମେ ନେଇଛୁ ପୁରୀରୁ ଆସିକି। ତ ଏଇଟା ହେଲା ଆମ ରୁମ। ତ ଏଇ ରୁମ ଟା ଆମେ ଅଛୁ ତ ମାନେ ଡବଲ ବେଡ। ତ ଏଇ ମାନେ ଏଠି ତ ରେଷ୍ଟ ନଉଛନ୍ତି। ତ ୟା ପରେ ଆମେ ବି ପଳେଇ ଯିବା ଟିକେ ବୁଲିବା ପାଇଁ। ତ କୋଉଠି ବୁଲତେ ଯିବା ତ ଆଗକୁ ଗଲେ ଦେଖେଇବି ତ କୋଉ ଜାଗାକୁ ଆମେ ଯାଉଛେ। ତ ଏମାନେ ଉଠିଲେ ଏମାନେ ତ ଅଜୟ ବଇଛି ଶୋଇଛି। ଇଏ ଗୌରାଙ୍ଗ ବି ଶୋଇଛି। ତ ଯିବା ଏଥର ବାଲେଶ୍ୱରୀ ଆସିନୁ ଆମ ୟୁଟ୍ୟୁବର ବାଲେଶ୍ୱରୀ ଆସିନୁ ଅଲଟ୍ରା ପ୍ରୋ ମ୍ୟାକ୍ସ। ଏବେ ଆମେ ଯିବା। ତ ଚାଲନ୍ତୁ ଆମେ ଯିବା। ତ ଭିଡିଓରେ ବନେଇ ରୁହନ୍ତୁ ଆପଣ। ଶ୍ରୀମନ୍ଦିର ଉତ୍ତର ପାର୍ଶ୍ୱରେ ଅଛୁ। ତ ଉତ୍ତର ପାର୍ଶ୍ୱରେ ଆମେ ଚାଲିଛୁ ଯିବା ବୁଲିବା ପାଇଁ। ତ ଆଗରେ ଅଛି ଆମର ଅଜୟ ଆଉ ଗୌରାଙ୍ଗ। ଏଇଟା ହେଲା ଉତ୍ତର ପାର୍ଶ୍ୱର ଶ୍ରୀମନ୍ଦିରର ଭ୍ୟୁ। ତ ଲୋକମାନେ ପୁରା ଜାଣିଛେ ତ ପୁରୀରେ ତ ସଦାବେଳେ ଭିଡ ହିଁ ଭିଡ ରହିଥାଏ। ତ ତାପରେ ୟାର ଭ୍ୟୁ କେତେ ସୁନ୍ଦର। ତ ୟା ସାମ୍ନା ପଟକୁ ଗଲେ ମୁଁ ତ ଆପଣଙ୍କୁ ଭ୍ୟୁ ଟା ଦେଖେଇବି। ତ ଆଗରେ ତ ଚାଲିଛନ୍ତି ତାଙ୍କ 2 ଜଣ। ତ ମାନେ ଖରା ଏତେ ଯୋଉ କାଟୁଛି। ଶୀତ ଦିନ ଏଇ ଜଷ୍ଟ ମାନେ ଅଛି ବି ପୁରୀରେ ଏତେ ବହୁତ ଖରା କାଟୁଛି। ତ ସାଇଟ ବି ଦେଖଉଛି ଆପଣ ମାନେ ବିଭିନ୍ନ ପ୍ରକାର ଖାଇବା ପାଇଁ ଇଏ।
ତ ଏଟା ପୁରା ପୁରା ଦେଖିବାକୁ ପୁରା ତ ଆମେ ଯିବା ବୁଲିବା ପାଇଁ ତ ଗୋଟେ ଟଟୋ ବସ୍ ଷ୍ଟାଣ୍ଡ ପାଇଁ ଖୋଜୁଛେ ତ ଏମାନେ ପଚାରିଲେ ତ କଣ ହେଲା କିଛି ଜାଣେନି କଣ କହିଲେ କିସ କହିଲେ କିସ କହିଲେ ସେଇଥିରେ 200 ଟଙ୍କା ପଡିବ ଚାଲିକି ଆକୁ ପଳାଉ ଟିକେ ଟଙ୍କା 100 ରହିଯିବ ତମ ମାନେ ବସ୍ ଷ୍ଟାଣ୍ଡକୁ ତ ଗୌରାଙ୍ଗ ତ ବୁଝିଲା ତ ସେ କହିଲା 200 ଟଙ୍କା ଖାଲି- ବାଲେଶ୍ୱର ଯିବୁ ଭୁଲ ହେଇଛି ଭାଇ କ୍ଷମା କରିଦ ତ 200 ଟଙ୍କା ମାନେ ବସ୍ ଷ୍ଟାଣ୍ଡ କୁ ଯିବା ପାଇଁ 200 ଟଙ୍କା ନେବେ ମାନେ ଶ୍ରୀମନ୍ଦିର ପାଖରୁ ବସ୍ ଷ୍ଟାଣ୍ଡ ତ ଆମେ ସେଠୁ ଯିବାନି ଆମେ କିଛି ଅଳ୍ପ ବାଟ ଚାଲିଯିବା ତ ଗଲା ପରେ ତ ଜଣା ପଡିବ କେତେ ନଉଛି ଇଏ ଦେଖିପାରୁଛେ ଅଜୟ ଇଏ ଆମେ ତ ଏଠି ମାନେ ଗଭର୍ଣ୍ଣମେଣ୍ଟ ବସ ରେ ଆମେ ପୁରୀରେ ପୁରା ବସିଛୁ ତ ଯିବା ବୁଲିବା ପାଇଁ 300 ଟଙ୍କା ଦେଖିବା ପୁରା ପୁରା 5 ଟଙ୍କା ବସ୍ ପୁରା ଫୁଲ ଲୋକମାନେ ବସୁ ଆମେ ବି ପୁରା ଫୁଲ ଅଛୁ ଏବେ ଯିବା ବସ୍ ଷ୍ଟାଣ୍ଡ ପାଖରୁ ଆମେ ଯିବା ଗୋଟେ ଜାଗାକୁ ମୁଁ ଦେଖିବି